ସକାଳୁ ମାନେ 7:30 ସମୟର ଭିଡ଼ିଓ ଏଇଟା। ଆମେ ସବୁ କୁକୁର ବୁଲେଇ ଯାଇଥିଲୁ। ଏବେ ଆସିକିରି ମୋ କୁକୁରମାନେ ଦେଖନ୍ତୁ ଭାଲୁମାନେ ଶୋଇଛନ୍ତି ଚୁପଚାପ। ଥଣ୍ଡା ଥଣ୍ଡା ଲାଗୁଛି, ପଙ୍ଖା ଚାଲୁଛି। ତାର ବାପା ବସିଛି ମଝିରେ, ସେଥିଲାଗି ଦୁଇଟା ଦୁଇ ସାଇଡ଼ରେ ଶୋଇଛନ୍ତି। ସବୁ ଏମାନେ ବି ଦେଖନ୍ତି ମାନେ ଆମର ନିଜର ଲୋକ ବୋଲି, ସେଥିଲାଗି ବହୁତ ଭଲ ପାଆନ୍ତି। ଆମର ପଶୁରେ ଆମେ ଭାବୁନୁ, ଆମର ହେଲେ ସେମାନେ ଘରର ସଦସ୍ୟ। ଲୋକମାନେ ଘୃଣା କରନ୍ତି କିଏ କୁକୁର କହିକିରି, କିନ୍ତୁ ଆମର ସେ ସବୁ ଲାଗୁନି। ଆଉ ଆମେ ତାକୁ ଯତ୍ନ ବି ନେଉଛୁ, ଟାଇମରେ ତାଙ୍କୁ ଖାଇବା ପିଇବା ବି ଦିଆଯାଉଛି। ତାଙ୍କର ଶରୀର ସଦାବେଳେ କେମିତି ଭଲ ରହିବ ସେ ବ୍ୟବସ୍ଥା ବି ଆମେ ସବୁବେଳେ କରିଥାଉଛୁ। ସେଥିଲାଗି ଏମାନଙ୍କର ଦେହ ଖରାପ ହେଲେ ବି ଲୋକମାନେ ନେଇକିରି ରାସ୍ତାରେ ଫିକି ଦେଉଛନ୍ତି। ଆମେ କେବେ ବି ସେ କାମ କରିବୁନି। ତାଙ୍କୁ ଭଲରେ ଭଲରେ ଭଗବାନ ଯେତେବେଳେ ଦୁନିଆରୁ ନେବେ ନେବେ। ମୁଁ ଘର ଦେଖ ଧୁଆ ପୋଛା କରିଛି, ଠାକୁର ପୂଜା କରିବି ବୋଲି। ଠାକୁର ପୂଜା କରିବା ଆଗରୁ ମୁଁ ଘର ଧୁଆ ପୋଛା କରେ। ଆଉ ମୋର କପଡ଼ା ବି ଗଦାଟେ ଅଛି, ଏସବୁକୁ ନେଇକିରି ସଫା କରିବି। ବାହାର କରିଛି ଟିକେ କପଡ଼ା ସଫା କରିବା ଲାଗି, ଅଲଗା ଘରକୁ ନେଇକିରି ସଫା କରିବି। ଫେରେ ଆସିଲେ ସେ ଘରକୁ ମୁଁ ଯାଇଥିଲି, ଆସିଲା ସମୟର ଭିଡ଼ିଓ ଦେଖେଇଛି। ବଧା ବୁଢ଼ା ସରିଲା, ଆସିଲି। ଏଇ ଘରେ ବି ମୋର ଅଛି କ୍ରିମ୍ ପାଉଡ଼ର ସିନ୍ଦୁର, କିନ୍ତୁ ମୁଁ ପୂଜା କରିନି କହିକିରି ପଳେଇ ଆସିଲି। ଠାକୁରଙ୍କୁ ପୂଜା କରିବି, ତାପରେ ମୁହଁରେ ଟିକା ଫିକା ଲଗାଏ। ଏଇ ଘରଟା ଉପରର ଅଛି ବାଥରୁମ୍ ହେରିକା ନା, ସେଥିଲାଗି ଏଇଠି ରହିବାକୁ ମନ କରୁନି। ମାନେ ସଦାବେଳେ ଉପରକୁ ବାର ଯାଅ, ଗଧା ବୁଢ଼ା କଲେ ବି ଉପରକୁ ଯିବ, ରୋଷେଇ କଲେ ବି ଉପରକୁ ଯିବ। ଆଉ ବାହାରେ ସବୁ ସନ୍ନାଟା ଏପଟେ ବେଶୀ ଲୋକ କିଏ ନାହାନ୍ତି, ମାନେ ସବୁ ଜାଗା ଖାଲି ପଡ଼ିଛି। ଫୁଲ ନଥିଲା କହିକିରି ଆଜି ମୋ ପାଖରେ ପୁଲିସ ବାଲା ଦିଦି ପାଖରେ ଫୁଲ ଗଛଟେ ଅଛି, ମୁଁ ସେଇଠୁ ଫୁଲ ତୋଳିକିରି ନେବି। ଆଉ ଘରକୁ ଆସିଲି, ମୋର ପୁଅ ବି ଘର ଦ୍ୱାର ସଫା କରିଦେଇଛି। ତାର ସେ ଯେଉଁ ରୁମ୍ ସଫା କରିବା କଥା ମୋ ପୁଅ ନିଜେ କରେ। ଆଉ ମୋର ଯେଉଁଟା ମୁଁ କରେ, ମାନେ ମା' ପୁଅ ଦୁଇ ଯାକ ମିଳିମିଶିକି କରିଦେଉଛୁ। ହେଲେ ମୁଁ ଆସିଲି ମା'କୁ ପୂଜା ନ କରିକିରି ମୋ ପୁଅ ପାଇଁ ଚା ଆଉ ତାର ପେଟି ସେବା ଗରମ କରିକି ଦେଉଛି ଖାଇବା ଲାଗି। ସେମାନେ ଖାଇସାରିଲେ ମୁଁ ପୂଜା କରିବାକୁ ବସିବି, ନହେଲେ ଦୁଇ ଆଡ଼େ କଲେ ଜଲ୍ଦି ସିଆଡ଼େ ହଡ଼ବଡ଼ି ହେବି ତ ଏମାନେ ବି ଟେନସନ୍ ହେବେ। ମୁଁ ବି ଟେନସନ୍ ରହିବି, ଠାକୁର ପୂଜାରେ ଲାଗିପାରିବିନି। ସେଥିଲାଗି ଆଗ ସେମାନଙ୍କୁ ଖାଇବା ଦେଇଦେବି, ତା ବାଦେ ଠାକୁର ପୂଜା କରିବି। ବାପା ବି ଆସିଯାଇଛନ୍ତି, ସେ ବି ଖାଇବାକୁ ରେଡ଼ି ହେଇଯିବେ, ମେଡ଼ିସିନ ଖାଇବେ, ତାପରେ ରୁଟି ଖାଇବାକୁ ରେଡ଼ି ହେବେ। ସେଥିଲାଗି ବାପା ପୁଅ ଦୁଇ ଜଣ ଯାକକୁ ମା'ଙ୍କ ନାସ୍ତା ବନେଇକି ଦେଇ ସାରିଲି, ତା ବାଦେ ମୁଁ ପୂଜା କରିବାରେ ଲାଗିଲି। ଆଉ ଆପଣ ମୋ ଭିଡ଼ିଓଟା ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ଆଉ କମେଣ୍ଟ କରିବେ। ମୋର ଭିଡ଼ିଓ ଦୂରକୁ ସେୟାର କରିବେ। ଆପଣମାନଙ୍କୁ ମୋର ଅନୁରୋଧ, କାହିଁକି ବର୍ଷ ଉପରେ ହେଇଗଲା ମୁଁ ଜାଣିପାରୁନଥିଲି, ଏବେ ଟିକେ ଜାଣିଲେଣି। ମୋର ଟିକେ କିନି ମୁଁ ଫ୍ରଣ୍ଟ ସାଇଡ଼୍ରେ କ୍ୟାମେରାକୁ ଅନ୍ କରିକି ରଖୁଛି, କାହିଁକିନା ମୋର ଏବେ ତ ଫ୍ରଣ୍ଟ ସାଇଡ଼୍ରେ କରିନଥିଲି, କିନ୍ତୁ ଲାଇଟିଂର ଟିକେ ଅଭାବ ହେଇଯାଉଛି, ଦେଖାଯାଉନି, ଅନ୍ଧାରା ହେଇଯାଉଛି। ମୁଁ କହିଥିଲି ଲାଇଟିଂର ଫୋକସ୍ ଟିକେ କରିବୁ। ଦୂରରୁ ଟିକେ ଆଲୁଅ ବି ଭଲ ହେଉନି, ଦେଖିବାକୁ ବି କଳା ଲାଗୁଛି। ପୁଅକୁ କହେ ଦେଖୁ କ୍ୟାମେରାର ଟିକେ ଲାଇଟିଂ ଗୁଡ଼ା ଭଲ ରହିବ, ତାକୁ ସେଟିଂ କଲେ ଆମ ପୁଅ ତାର କାମରେ ହିଁ ସେ ବିଜି ରହୁଛି, କାମ ପ୍ରତି ଧ୍ୟାନ ଦେଉନି। ମୁଁ
କ'ଣ ପାଇଁ ଚୁଲିକଟର ଜଲ୍ଦି ଖାଦ୍ୟ ହୋଇଥାଏ ସେ ବିଷୟରେ ଆପଣଙ୍କୁ ବତାଇବି। ମୁଁ ନିଜର ଭିଡ଼ିଓ ପକାଉନି ନା, ଭଗବାନଙ୍କର ଫଟୋ ଭିଡ଼ିଓ ଛାଡ଼ୁଛି, କିନ୍ତୁ ସବୁବେଳେ ଫଟୋ ଭିଡ଼ିଓଟା କିଛି କାମରେ ଲାଗିବନି। ଆଉ ସେଥିଲାଗି ଏବେ ଲଙ୍ଗ୍ ଭିଡ଼ିଓ କରିବାକୁ ଲାଗିଲି। ଲଙ୍ଗ୍ ଭିଡ଼ିଓ ବି ବେଶୀ ଯାଉନି କହିକିରି ମୁଣ୍ଡ ଟେନସନ୍, ଲେକିନ୍ ନାଇଁ ହାରିବାର ନାହିଁ, ମୋତେ ଆଗକୁ ବଢ଼ିବାର ଅଛି। ମୁଁ ଯିଏ ଚ୍ୟାନେଲ୍ ଖୋଲିକିରି କ'ଣ ମନିଟାଇଜର୍ ହେଇଯାଇଛି ଯାହାର, ସେମାନଙ୍କୁ ଟିକେ ମୋର ଭିଡ଼ିଓ ଦେଖାଇବାର ଅଛି। ଲେକିନ୍ ମୁଁ ଯେଉଁଠି ଅଛି ସେଇଠି ଆମର କିଏ ୟୁଟ୍ୟୁବର ନାହାନ୍ତି, ଯେଉଁରା ଅଛନ୍ତି ସେମାନଙ୍କର ମନିଟାଇଜ୍ ହେଇନି। ଆଉ ଯାହାର ମନିଟାଇଜ୍ ହେଇଯାଇଛି ସେମାନଙ୍କୁ ମୋତେ ଦେଖାଇବାକୁ ପଡ଼ିବ ମୋର ଚ୍ୟାନେଲ୍ର କ'ଣ ଅସୁବିଧା ଅଛି କି ନାହିଁ, ରଙ୍ଗ ଅଛି କି ରାଇଟ୍ ଅଛି। ମୋର ପୁଅ ମାଛ ପସନ୍ଦ କରୁନି, ମାଛ ଜଣେ ତାର ସାଙ୍ଗ ଦେଇଛି, ମୁଁ ତାକୁ ସେଥିଲାଗି କହୁଛି ତୋର ମାଛ ଖା। ମୋର ନିଜର ଲୋକ ବି ବଡ଼ ୟୁଟ୍ୟୁବର ବନିଛନ୍ତି, ଭୁବନେଶ୍ୱରରେ ରହୁଛନ୍ତି, କିନ୍ତୁ ସେମାନେ ତ ମୁଁ ଫୋନ୍ କରିକି ଥରେ ପଚାରିଥିଲି, ସେ କିଛି ମୋତେ ତା'ର ଆନ୍ସର୍ ଦେଇନଥିଲା। ସେ ମୋର ନିଜ ପୁତୁରା ହିଁ ଲାଗିବ, ଦିଅରର ପୁଅ ଅଟେ। ଦେଖିବ ଭୁବନେଶ୍ୱରରେ ଗୋଟେ ଗୌଡ଼ ପିଲା ଯିଏ ଅଛି, ବଡ଼ ୟୁଟ୍ୟୁବର, ସେ ଗଞ୍ଜାମ ଜିଲ୍ଲାର ହିଁ, କିନ୍ତୁ ସେ ରହୁଛି ଭୁବନେଶ୍ୱରରେ ହିଁ। ତାକୁ ମୁଁ ପଚାରିଥିଲି, ସେ କିଛି ମୋତେ କହିଲାନି କି କେବେ ହେଲ୍ପ କଲାନି। କରିଥିଲେ ମୁଁ ଆଗକୁ ବଢ଼ିଥାନ୍ତି, ଆଉ ସେଥିଲାଗି ସେ ବି ଛାଡ଼ ବୋଲି ମୁଁ ବେଶୀ ବାଧ୍ୟ କଲିନି। ଏବେ ମୁଁ ଆଉ ଗୋଟେ ଚ୍ୟାନେଲ୍, ମୋର ଏଇ ଚ୍ୟାନେଲ୍ର ସମସ୍ତଙ୍କୁ ଦେଖାଇ ସାରିଲା ବାଦେ ମୁଁ ସିଲେଇ କ୍ଲାସ୍ ଖୋଲିବି, ମାନେ ସିଲେଇ ଶିଖେଇବାର। କିଏ କେମିତି ସିଲେଇ ଶିଖଉଛି, ମାନେ ଫଟ୍ସେ ଧରି ପାରୁନାହାନ୍ତି, ଟେନସନ୍ ହେଉଛନ୍ତି। ମୁଁ କ୍ଲିୟର ବତେଇବି, ନିଶ୍ଚୟ ସେ ଚ୍ୟାନେଲ୍ଟାକୁ ସପୋର୍ଟ କରିବେ। ଆଉ ଆମେ ତ ଫଟୋ ଭିଡ଼ିଓ ସବୁବେଳେ ଛାଡ଼ୁଛୁ, ଫଟୋ ଭିଡ଼ିଓରେ କିଛି ଫାଇଦା ନାହିଁ ମୁଁ ଯାହା ଦେଖିଲି। ଆଉ ଫଟୋର ଭିଡ଼ିଓ କିନ୍ତୁ ଅଲଗା ମାନଙ୍କର ଗୀତ, ସେଥିଲାଗି ଆମର କିଛି ବି ତାହିଁରେ ଫାଇଦା ନାହିଁ, ନିଜର ହିଁ ଦେଖାଇବାକୁ ପଡ଼ିବ। ସେଇ ଇଏରେ ମୁଁ ଲଙ୍ଗ୍ ଭିଡ଼ିଓ କଲି। ମୁଁ ତା ଆଗ ଦିନ ରାଉରକେଲା ଯାଇଥିଲି, ମୁଁ ଆଉ ରାଉରକେଲା ଯାଇସାରିଲା ବାଦେ ମୁଁ ଦେଖାଇବା ଭୁଲିଗଲି, ସେ ଏରିଆକୁ ପୁରା ଭୁଲି ଯାଇଛି। ଆଉ ଆପଣମାନଙ୍କୁ ଦେଖାଇବି କେମିତି ସବୁ ସାମାନ ନେଇକରି ଆସିଥିଲୁ ତାର ଦୋକାନରୁ, ବାଛି ଦେଇଥିଲି ତାର ଦୋକାନର ସାମାନ ଗୁଡ଼ାକ। ଆଉ ସୁନ୍ଦର ଚୁଡ଼ି ଗୁଡ଼ାକ ଧରିକିରି ଆସିଛି, ଆପଣମାନଙ୍କୁ ଦେଖାଇବି। କେଉଁ ଚୁଡ଼ିଟା ଭଲ ଲାଗୁଥିଲେ କମେଣ୍ଟ କରନ୍ତୁ। ତା ସ୍ୱାମୀ ଚାଲି ଯାଇଛି, ଏକୁଟିଆ ହେଇଯାଇଛି। ସେ ଆଗରୁ ବି ମୁଁ ତାର ପାଖେ ତାର ମୋର ଘର ଥିଲା, ଏବେ ବି ଦୋକାନ ବି ତାର ଦୋକାନ ମୋ ଦୋକାନ ପାଖେ ଅଛି। ସେ ମୋତେ ଯେଉଁଟାରେ ହେଲେ ଡାକେ, ଯେଉଁ କଥା ହେଲେ କହେ, ସେଥିଲାଗି ତାକୁ ଟିକେ ହେଲ୍ପ କରିଦେଉଛି। ଆଉ ଆଗକୁ ବଢ଼ୁ, ଭଲରେ ରହୁ। ପୁଅ ପଢ଼ୁଛି, ଝିଅ ବାହାଘର କରିସାରିଛି, କିଛି ଟେନସନ୍ ନାହିଁ, ଉମରରେ ବି କମ୍ ଅଛି। ଭଗବାନ କରନ୍ତୁ ସେ ଭଲରେ ରହୁ, ସୁଖରେ ରହୁ। ଶାଶୁ ବୋହୂ ଅଛନ୍ତି, ପୁଅ ଶାଶୁ ବୋହୂ 3 ଜଣ ମାନେ